ନମସ୍କାର ଦର୍ଶକ ବନ୍ଧୁ, ମୁଁ ହଉଛି ଦେବାଶିଷ ପାଣିରେ। ଆଜି ଏକ ସୁନ୍ଦର କବିତା ଶୁଣିବା ଯେ ରଜ ଉପଲକ୍ଷେ। ହଁ, ରଜ ତ ଆସିଛି, କିନ୍ତୁ ଏ ରଜ ଆଉ ସେ ରଜ ଭଳିଆ ଲାଗୁନି। ତ ଆକୁ ନେଇ କବିତା ଆରମ୍ଭ ହେଇଛି ଯେ ଗାଁରେ ଆଉ ବଉଳ ମକର ସଙ୍ଗାତ ଡାକ ଶୁଭୁନି, ପୋଡ଼ କାକରା ମଣ୍ଡା ପିଠା ପାଟିକୁ ଆଉ ରୁଚୁନି, କୁନି ଝିଅ ଏବେ ପାଦରେ ହଳତା ଟିକେ ନଗଉନି। ହଁ, ଏ ରଜ ଆଉ ସେ ରଜ ଭଳିଆ ଲାଗୁନି। ଗାଁ ପଡ଼ିଆରେ କବାଡି ଖେଳ ଆଉ କେବେ ଦେଖିନି, ବରଗଛ ମୂଳେ ତାସ ଖେଳ ଆଉ କାହାରିକୁ ଆସୁନି, ମାଟି ଘର ଭାଙ୍ଗି ପକ୍କା ଘର ହେଲା, କାହାରି ମନ ମିଶୁନି। ଏ ରଜ ଆଉ ସେ ରଜ ଭଳିଆ ଲାଗୁନି। ଗୋବର ଲିପା କାଠ ଚୁଲିରେ ପୋଡ଼ ପିଠା ଆଉ ସୁଝୁନି, ପରବ ଆସିଲେ ଚାକିରିଆ ପୁଅ ଘରକୁ ଆଉ ଫେରୁନି, ସାଙ୍ଗସାଥି ମେଳ ବହିର କାହାଣୀ ମଣିଷଟିଏ ଦିଶୁନି। ହଁ, ଏ ରଜ ସେ ରଜ ଭଳିଆ ଆଉ ଲାଗୁନି। ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଆଉ ଗହଳ ଚହଳ ଦିଶୁନି, ପିଜା ବର୍ଗର ବିରିୟାନୀ ଆସିବା ଦିନଠୁ ରଜପାନ ଆଉ ମିଳୁନି। ଗାଁ ମୁଣ୍ଡର ସେଇ ବରଗଛ ଅଛି, ହେଲେ ବରଗଛରେ ଦୋଳି ଖେଳ ଆଉ ହଉନି। ଏ ରଜ ସେ ରଜ ଭଳିଆ ଆଉ ଲାଗୁନି। ବନସ୍ତେ ଡାକିଲା ଗଜ, ହଁ, ବନସ୍ତେ ଡାକିଲା ଗଜ, ଗଛ ଆଉ ଦେଖିବାକୁ ମିଳୁନି। ପରମ୍ପରା ରୀତିନୀତି ସବୁ ଚଲିକି ଗଲାଣି, ଆସିଲେ ରଜ ହେବା ସଜବାଜ, ସେ ମଜା ଆଉ ଲାଗୁନି। ହଁ, ଏ ରଜ ସେ ରଜ ଭଳିଆ ଲାଗୁନି। ଏ ରଜ ସେ ରଜ ଭଳିଆ ଆଉ ଲାଗୁନି। ଆପଣଙ୍କ ରଜର କେମିତି ଫିଲିଂ ଅଛନ୍ତି, ଦୟାକରି କମେଣ୍ଟ ସେୟାର ଲାଇକ୍ କରି କହିବେ ଆଉ।